13 ଜାନୁଆରୀ କରେଣ୍ଟ ଆଫେୟାର୍ସ ନ୍ୟାସନାଲ୍ ରୋଡ୍ ସେଫ୍ଟି ୱିକ୍ 11 ତାରିଖରୁ 17 ଜାନୁଆରୀ ବନା ହେଉଛି। ଆଉ ଜାନୁଆରୀ ମନ୍ଥଟାକୁ ବି ନ୍ୟାସନାଲ୍ ରୋଡ୍ ସେଫ୍ଟି ମନ୍ଥ ଭାବରେ ପାଳନ କରାଯାଉଛି। କାହା ଦ୍ୱାରା ନା ମିନିଷ୍ଟ୍ରି ଅଫ୍ ରୋଡ୍ ଟ୍ରାନ୍ସପୋର୍ଟ ଆଣ୍ଡ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ। ଏଇଟା ଆରମ୍ଭ ହେଇଛି 1989ରୁ ଆରମ୍ଭ ହେଇଛି। ଥିମ୍ ଅଛି ସଡ଼କ ସୁରକ୍ଷା ଜୀବନ ରକ୍ଷା। ଆରାଲାମ୍ ଡିକ୍ଲେୟାର ହେଇଛି କେରଳର ପ୍ରଥମ ବଟରଫ୍ଲାଏ ସେଞ୍ଚୁରୀ। ଏଇଟା ଆଗରୁ ଥିଲା ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ, 1984 ମସିହାରେ ଥିଲା। ବର୍ତ୍ତମାନ ବଟରଫ୍ଲାଏ ସେଞ୍ଚୁରୀ ହେଇଛି। କନ୍ନଡ଼ ଡିଷ୍ଟ୍ରିକ୍ଟ କେରଳରେ ଅଛି। ସ୍କୋପ୍ ଏଇଟା ହେଉଛି ଇଣ୍ଡିଆର ଫାଷ୍ଟ ଲେଗ୍ଡ ମୋବାଇଲ ମ୍ୟାନିପୁଲେଟର, ଗୋଟେ ରୋବୋଟ୍ ବନେଇଛନ୍ତି, ଡେଭଲପ୍ ହେଇଛି ଏକ୍ସଟେରା ରୋବୋଟିକ୍ସ ଦ୍ୱାରା। IIT କାନପୁରର ଟିମ୍ ମେମ୍ବର ବି ଅଛନ୍ତି ଏଥିରେ। DRDO ସକ୍ସେସଫୁଲ୍ ଟେଷ୍ଟ କରିଛି MPATGM କୁ। ଏଇଟା ହେଉଛି ମ୍ୟାନ୍ ପୋର୍ଟେବୁଲ୍ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍। ଏଇଟାକୁ ଟେଷ୍ଟ କରିଛି ଅହଲ୍ୟାନଗର ମହାରାଷ୍ଟ୍ରରେ। ଏଇଟା 14 କିଲୋ 500 ଆଉ ଲମ୍ବା ହେଉଛି 1 ମିଟର 1.3 ମିଟର। ଏଇଟା କାନ୍ଧରେ ଥୋଇକି ୟୁଜ୍ କରିହେବ। ଦେବିନ୍ଦର ସିଂ ଗାର୍ଚା ପରଲୋକ ହୋଇଯାଇଛନ୍ତି। 2021ରେ ମେଜର ଧ୍ୟାନଚାନ୍ଦ ଆୱାର୍ଡ଼ ପାଇଥିଲେ। 1980ରେ ମସ୍କୋ ଅଲିମ୍ପିକ୍ ରୁଷିଆରେ ସିଏ ଗୋଲ୍ଡ ମେଡାଲ ପାଇଥିଲେ। ସିଏ ମଧ୍ୟ ଜଣେ IPS ଅଫିସର ଥିଲେ ଏବଂ ପଞ୍ଜାବର DIG ଥିଲେ। APEDA ଏଗ୍ରିକଲଚରାଲ ଆଣ୍ଡ ପ୍ରୋସେସ୍ ଫୁଡ୍ ପ୍ରଡକ୍ଟସ୍ ଏକ୍ସପୋର୍ଟ ଡେଭଲପମେଣ୍ଟ ଅଥରିଟି ହେଡ଼କ୍ୱାର୍ଟର ନ୍ୟୁ ଦିଲ୍ଲୀ। 1986 ଏଷ୍ଟାବ୍ଲିଶ। ସିଏ ଖୋଲିଛି ରାୟପୁରରେ ତା'ର ରିଜନାଲ୍ ଅଫିସ୍। ମେଘାଳୟର ଫାଷ୍ଟ ଓମେନ୍ ଚିଫ୍ ଜଷ୍ଟିସ୍ ଅଛନ୍ତି ରେବତୀ ମୋହିତ-ଦିରେ। ଇଏ ଫାଷ୍ଟ ଓମେନ୍ ଯିଏକି ମେଘାଳୟର ଚିଫ୍ ଜଷ୍ଟିସ୍ ହେବାକୁ ଯାଉଛନ୍ତି। ଆଉ 83rd ଗ୍ଲୋବାଲ୍ ଗୋଲ୍ଡେନ୍ ଗ୍ଲୋବ୍ ଆୱାର୍ଡ଼, ଯେଉଁଟାକି 1944ରେ ଆରମ୍ଭ ହୋଇଥିଲା ପ୍ରଥମ ଥର। ବର୍ତ୍ତମାନ ଏଟାର ବେଷ୍ଟ ଆକ୍ଟର ଆୱାର୍ଡ଼ ପାଇଛନ୍ତି ୱାଗ୍ନର ମୋରା, ଯିଏ ପ୍ରଥମ ବ୍ରାଜିଲିଆନ୍। ଏଇଟା ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ ସେଥିପାଇଁ ଫାଷ୍ଟ ଥର ପାଇଁ ଜଣେ ବ୍ରାଜିଲିଆନ୍ ପାଇଛନ୍ତି ବେଷ୍ଟ ଆକ୍ଟର ଆୱାର୍ଡ଼। ମୁଭି ଥିଲା ଦ ସିକ୍ରେଟ୍ ଏଜେଣ୍ଟ। ନୂଆ କାଟେଗୋରୀ ଏଥିରେ ଆଡ଼ କରାହେଇଛି ବେଷ୍ଟ ପଡ଼କାଷ୍ଟରେ। ନୂଆ କାଟେଗୋରୀ ଆଡ଼ କରାହେଇଛି ବେଷ୍ଟ ପଡ଼କାଷ୍ଟ। ଏଥିରେ ଆକ୍ଟ୍ରେସ୍ ଆମି ପୋହଲର ପାଇଛନ୍ତି ବେଷ୍ଟ ଆକ୍ଟ୍ରେସ୍। ଆଉ ବେଷ୍ଟ ଆକ୍ଟ୍ରେସ୍ ପାଇଛନ୍ତି ଗୋଲ୍ଡେନ୍ ଗ୍ଲୋବ୍ର ଜେସି ବୋକଲେ ହାମନେଟ୍ ଫିଲ୍ମରେ। ବେଷ୍ଟ ଡାଇରେକ୍ଟର ପଲ୍ ଥମାସ ଆଣ୍ଡରସନ୍, ୱାନ୍ ବଟଲ୍ ଆଫ୍ଟର ଆନାଦର। ଏ ଫିଲ୍ମର ଡାଇରେକ୍ଟର, ଏ ବେଷ୍ଟ ଡାଇରେକ୍ଟର ଆୱାର୍ଡ଼ ପାଇଛନ୍ତି। ଏ ଫିଲ୍ମଟା ମଧ୍ୟ 4ଟା ଆୱାର୍ଡ଼ ପାଇଛି। ମୋଷ୍ଟ ଫିଲ୍ମ ଆୱାର୍ଡ଼ ପାଇଛି ମାନେ ଏଇ ଶୋରେ। ଆଉ ଏଇ ଯେଉଁ ହାମନେଟ୍ ଫିଲ୍ମ, ଏଇଟା ହେଉଛି ବେଷ୍ଟ ମୋଶନ ପିକ୍ଚର ଆୱାର୍ଡ଼ ପାଇଛି। ଆଉ ନିକି ଗ୍ଲେସର ଏଇ ଆୱାର୍ଡ଼ ଶୋଟାକୁ ହୋଷ୍ଟ କରିଥିଲେ, ଜଣେ କମେଡ଼ିଆନ୍। ଆଉ ଶୋଟା ହେଇଥିଲା କେଉଁଠି, କାଲିଫୋର୍ନିଆ USରେ ହେଇଥିଲା। ବମ୍ବେ ଷ୍ଟକ୍ ଅଫ୍ ଏକ୍ସଚେଞ୍ଜ ପାଇଛି ଆୱାର୍ଡ଼। ଏସିଆର ବେଷ୍ଟ ଏମ୍ପ୍ଲୟର ବ୍ରାଣ୍ଡ ଆୱାର୍ଡ଼ 2026ର ଆଟ୍ ହଂକଂ ଲିଡରସିପ୍ ଆୱାର୍ଡ଼ରେ ପାଇଛି। ନ୍ୟୁ ଭୈରବ ଆର୍ମି ୟୁନିଟ୍, ନୂଆ ଆର୍ମି ୟୁନିଟ୍ ଭୈରବ, ସେ 25th ବେଟାଲିୟନ୍ ଭାବରେ। ତା'ର ଲୋଗୋ ଅଛି ନାଗ, ବାସୁକି ନାଗ, ଯିଏ ହେଉଛନ୍ତି କିଙ୍ଗ ଅଫ୍ ଦ ସ୍ନେକ୍, ଯାହାକୁ କି ଭଗବାନ ଶିବ ବେକରେ ଧାରଣ କରିଛନ୍ତି। ଯେଉଁ ବାସୁକି ନାଗକୁ କି ସମୁଦ୍ର ମନ୍ଥନରେ ୟୁଜ୍ କରାହେଇଥିଲା। ମୋଟୋ ଅଛି ଏହାର ଅଦୃଶ୍ୟ ଆଣ୍ଡ ଅଦମ୍ୟ, ଇନଭିଜିବୁଲ୍ ଆଣ୍ଡ ଇଣ୍ଡୋମିଟେବୁଲ୍। ଶ୍ରୀନିବାସ ଡେମ୍ପୁ, ସେ ଇଟାଲୀର ଆୱାର୍ଡ଼ ପାଇଛନ୍ତି ଦ ଅର୍ଡ଼ର ଅଫ୍ ଷ୍ଟାର ଇଟାଲୀ। ଇଏ ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟ ଗୋଆର। ସ୍ୱାତି ସନ୍ଥା କୁମାର UN ଜେଣ୍ଡର ଆୱାର୍ଡ଼ ପାଇଛନ୍ତି ବାଇ UN ସେକ୍ରେଟାରୀ ଜେନେରାଲ।